ଆଜିର ପ୍ରଥମ ପ୍ରଶ୍ନ, କେଉଁ ଫୁଲ 34 ବର୍ଷରେ ଥରେ ଫୁଟିଥାଏ? ଅପସନ୍ ଏ ଗୋଲାପ, ଅପସନ୍ ବି ପଦ୍ମ, ଅପସନ୍ ସି ମନ୍ଦାର, ଅପସନ୍ ଡି ନାଗପୁଷ୍ପ। ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ମୁଁ ଆପଣମାନଙ୍କୁ ସମୟ ଦେଇଛି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ନାଗପୁଷ୍ପ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଜୀବ ତା ମା'କୁ କେବେ ଦେଖିପାରେ ନାହିଁ? ଅପସନ୍ ଏ ଭଅଁର, ଅପସନ୍ ବି ମୂଷା, ଅପସନ୍ ସି ବିଛା, ଅପସନ୍ ଡି କୁକୁର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ବିଛା। ପରବର୍ତ୍ତୀ ପ୍ରଶ୍ନ, ଭାରତର ସବୁଠାରୁ ସ୍ୱଚ୍ଛ ସହର କେଉଁଠି? ଅପସନ୍ ଏ ମୁମ୍ବାଇ, ଅପସନ୍ ବି ଦିଲ୍ଲୀ, ଅପସନ୍ ସି କୋଲକାତା, ଅପସନ୍ ଡି ଇନ୍ଦୋର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଇନ୍ଦୋର। ପରବର୍ତ୍ତୀ ପ୍ରଶ୍ନ, ଚିରା ହୋଇ ପାଣି ପିଇଲେ କେଉଁ ରୋଗ ହୁଏ? ଅପସନ୍ ଏ କ୍ୟାନ୍ସର, ଅପସନ୍ ବି ମୋତିଆବିନ୍ଦୁ, ଅପସନ୍ ସି ଅର୍ଶ, ଅପସନ୍ ଡି ଲିଭର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଲିଭର। ପରବର୍ତ୍ତୀ ପ୍ରଶ୍ନ, ଦୁନିଆର ସବୁଠାରୁ ଦୁଃଖୀ ପଶୁ କିଏ? ଅପସନ୍ ଏ କୁକୁର, ଅପସନ୍ ବି ବିଲେଇ, ଅପସନ୍ ସି ହରିଣ, ଅପସନ୍ ଡି ଧଳା ଭାଲୁ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଧଳା ଭାଲୁ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଜୀବର 5ଟି ଆଖି ରହିଛି? ଅପସନ୍ ଏ ପିମ୍ପୁଡ଼ି, ଅପସନ୍ ବି ଝିଣ୍ଟିକା, ଅପସନ୍ ସି ମହୁମାଛି, ଅପସନ୍ ଡି କଇଁଛ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ମହୁମାଛି। ପରବର୍ତ୍ତୀ ପ୍ରଶ୍ନ, ମହାତ୍ମା ଗାନ୍ଧୀଙ୍କର କେତୋଟି ସନ୍ତାନ ଥିଲେ? ଅପସନ୍ ଏ 4 ଜଣ, ଅପସନ୍ ବି 2 ଜଣ, ଅପସନ୍ ସି 6 ଜଣ, ଅପସନ୍ ଡି 8 ଜଣ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ 4 ଜଣ। ପରବର୍ତ୍ତୀ ପ୍ରଶ୍ନ, ମଣିଷର ଆଖି କେତେ କିଲୋମିଟର ଦୂରତା ଦେଖିପାରେ? ଅପସନ୍ ଏ 2 କିଲୋମିଟର, ଅପସନ୍ ବି 8 କିଲୋମିଟର, ଅପସନ୍ ସି 5 କିଲୋମିଟର, ଅପସନ୍ ଡି 20 କିଲୋମିଟର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି 20 କିଲୋମିଟର। ପରବର୍ତ୍ତୀ ପ୍ରଶ୍ନ, କେଉଁ ଫୁଲର ପାଖୁଡ଼ାକୁ ବାଟିକି ଲଗାଇଲେ ବିଛା ବିଷ ବାହାରିଯାଏ? ଅପସନ୍ ଏ ଗୋଲାପ, ଅପସନ୍ ବି ମନ୍ଦାର, ଅପସନ୍ ସି ଟଗର, ଅପସନ୍ ଡି ସୂର୍ଯ୍ୟମୁଖୀ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ସୂର୍ଯ୍ୟମୁଖୀ। ପରବର୍ତ୍ତୀ ପ୍ରଶ୍ନ, ଗାନ୍ଧିଜୀ କେତେ ପାଠ ପଢ଼ିଛନ୍ତି? ଅପସନ୍ ଏ ଦଶମ, ଅପସନ୍ ବି ଲୟର, ଅପସନ୍ ସି ଗ୍ରାଜୁଏସନ୍, ଅପସନ୍ ଡି ପଞ୍ଚମ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଗ୍ରାଜୁଏସନ୍। ଏହି ପ୍ରଶ୍ନଟି ଆପଣଙ୍କ ପାଇଁ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହାର ପ୍ରଶ୍ନ ରହିଛି, ଭାରତର ଜାତୀୟ ଫଳ କ'ଣ ଅଟେ? ଅପସନ୍ ଏ କଦଳୀ, ଅପସନ୍ ବି ଅମୃତଭଣ୍ଡା, ଅପସନ୍ ସି ସେଓ, ଅପସନ୍ ଡି ଆମ୍ବ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଆମ୍ବ।